আজি জাতীয় গণমাধ্যମ ଦିବସ। এই ଅବସରରେ ଓଡ଼ିଶାର କାହିଁକି ସାରା ଭାରତର ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ଆଜିର ଦିନରେ ଶୁଭେଚ୍ଛା ଜଣାଉଛି ଏବଂ ଏମିତି ଏକ ମୁହୂର୍ତ୍ତରେ ଆଜିର ପରା ଦିନରେ କୋରାପୁଟ ଜିଲ୍ଲାର ଜଣେ ସାମ୍ବାଦିକ ଭାଇ ଆମ ସହିତ ଅଛନ୍ତି ଶ୍ରୀ ଟି ଗୌରୀ ଶଙ୍କର। ତାଙ୍କ ସହିତ ଆଜି ଖୋଲାରେ କଥା ହେବା, ତାଙ୍କର ଅଭିଜ୍ଞତା ବିଷୟରେ ଜାଣିବା, ତାଙ୍କୁ ବର୍ତ୍ତମାନ ଆମେ ସ୍ୱାଗତ କରିବା। ଭାଇ ନମସ୍କାର। ନମସ୍କାର ସାର୍। ପ୍ରଥମ ପ୍ରଶ୍ନ ମୋର ରହିବ, ଆଜିର ଯୋଉ ଜାତୀୟ ଗଣମାଧ୍ୟମ ଦିବସ, এই ଗଣମାଧ୍ୟମ ଦିବସକୁ ଆପଣ କେମିତି ଭାବୁଛନ୍ତି? ଦେଖନ୍ତୁ, ନଭେମ୍ବର 16କୁ ଜାତୀୟ ଗଣମାଧ୍ୟମ ଦିବସ ପାଳନ କରାଯାଉଛି। କାହିଁକି ନା ପ୍ରେସ୍ କାଉନସିଲ ଅଫ ଇଣ୍ଡିଆ ଯୋଉ 1966 ମସିହାରେ ଆରମ୍ଭ ହୋଇଥିଲା, ତ ସେଇ ଦିନ ଠାରୁ ଗଣନା କରାଯାଉଛି ଯେ ଜାତୀୟ ଗଣମାଧ୍ୟମ ଦିବସ। ତ ବର୍ତ୍ତମାନ ଯଦି ଆମେ ଦେଖିବା ଜାତୀୟ ଗଣମାଧ୍ୟମ ଦିବସରେ, ତ ପ୍ରଥମେ ମୁଁ ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ଗଣମାଧ୍ୟମ ଦିବସ ଶୁଭେଚ୍ଛା ଶୁଭକାମନା କରିବା ସହିତ ବର୍ତ୍ତମାନ ଗଣମାଧ୍ୟମ ଦିବସ ବର୍ତ୍ତମାନ ସେ ଛୋଟ ଗାଁରୁ ଆରମ୍ଭ କରିକି ଯଦି ଆମେ ଦେଶ ପର୍ଯ୍ୟନ୍ତ ଦେଖିବା, ବିକାଶର କଥା ଯଦି ଦେଖିବା, କିଛି ଗଠନମୂଳକ ଚିନ୍ତାଧାରା କରିବା, ଯଦି ପରିବର୍ତ୍ତନ ଯଦି ଦେଖିବା, ଗଣମାଧ୍ୟମର ଭୂମିକା ବହୁତ ରହିଛି। ତ ଆଜିର ଦିନରେ ମଧ୍ୟ ଯୋଉଠି ବି ଯାହା ବି ହଉ, ମୁଁ ଫିଲ୍ କରିଛି ମୋ ମତରେ ବର୍ତ୍ତମାନ ଗଣମାଧ୍ୟମ ଦ୍ୱାରା କିଛି ମାତ୍ରାରେ ପରିବର୍ତ୍ତନ ହେଇଛି ଏବଂ ଇଏ ହଉଛି ନୋବେଲ ପ୍ରଫେସନ। ଆଚ୍ଛା, ତ এই ଯୋଉ ସମାଜରେ ନିଶ୍ଚିତ ଭାବରେ ଗଣମାଧ୍ୟମର ଗୋଟେ ବହୁତ ବଡ ଅବଦାନ ରହିଛି ଏବଂ ତା ସହିତ এই ଗଣମାଧ୍ୟମ ସହିତ ଜଡ଼ିତ ଯେତେ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ଅଛନ୍ତି ଏବଂ ତା ଭିତରେ ସେଇ ଯୋଉ ଇଣ୍ଡଷ୍ଟ୍ରି ଭିତରେ ମଧ୍ୟ ବହୁତ ଲୋକ ଅଛନ୍ତି, ସମସ୍ତଙ୍କର କିଛି କିଛି କାର୍ଯ୍ୟ ରହିଛି। ଆ ଭିତରେ ଗଣମାଧ୍ୟମର ଏକ ପ୍ରତିନିଧି ବା ସାମ୍ବାଦିକତା କରିବାରେ କେମିତି ଆପଣ ଭିତରକୁ ଆସିଲେ? ଦେଖନ୍ତୁ, ଯଦି କହିବା ମୋର ଆକ୍ଚୁଆଲି ଏଇଟା ଡ୍ରିମ୍ ଥିଲା। ଯୋଉ ସମସ୍ତେ ପ୍ରଫେସନକୁ ନେଇକି ଚିନ୍ତା କରିଥାନ୍ତି ଭବିଷ୍ୟତରେ କଣ କରିବା କଣ ନାହିଁ। ଯେତେବେଳେ ମୁଁ ସ୍କୁଲରେ ମୁଁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଯେତେବେଳେ ପାଠ ପଢୁଥିଲି, ମାନେ ଗ୍ରାଜୁଏସନ ପର୍ଯ୍ୟନ୍ତ ମୁଁ ମୁନିଗୁଡ଼ା ହାଇସ୍କୁଲ ଠାରୁ ଆରମ୍ଭ କରି ମୁନିଗୁଡ଼ା କଲେଜ ପର୍ଯ୍ୟନ୍ତ ପାଠ ପଢିଛି। ଗୋଟେ ସ୍ୱପ୍ନ ଥିଲା, ସମସ୍ତେ ଭାବନ୍ତି, ଘରେ ମା ବାପା ବି ଭାବନ୍ତି ଭବିଷ୍ୟତରେ ପୁଅ ଡାକ୍ତର ହଉ କି ଇଞ୍ଜିନିୟର ହଉ କି ବହୁତ ଚିନ୍ତାଧାରା କରନ୍ତି। କିନ୍ତୁ ଯଦି ମୋ କଥା ଯଦି କହିବି, ଆମେ ବ୍ୟବସାୟିକ ପରିବାରରୁ ଆସିଛୁ, ଆମ ଘରେ କେହି ବି ଚାକିରି କରିନାହାନ୍ତି। କିନ୍ତୁ ମୋ ଭିତରେ ଯୋଉ ଡ୍ରିମ୍ ଥିଲା ଗୋଟେ ସାମ୍ବାଦିକ ହେବାର, ମୁଁ ଦେଖିଲି ଏଇଟା ଗୋଟେ କଣ ଏମିତି ପ୍ରଫେସନ। ଯେତେବେଳେ ମୁଁ ପାଠ ବି ପଢୁଥିଲି, ସବୁ ବହୁତ ସମୟରେ ବାବା ହଉ କି ଦାଦା। ଆପଣଙ୍କର ହାଇସ୍କୁଲ କ୍ୟାରିୟରରେ ହିଁ ଏଇ ଡ୍ରିମଟି ଆରମ୍ଭ ହେଇଥିଲା ନା କେମିତି ଜାଣିଲେ? ଆପଣ ହାଇସ୍କୁଲ କ୍ୟାରିୟରରେ ବୋଧହୁଏ ଏତେ ଏଫେକ୍ଟ ପଡିନଥିବ। ଜଷ୍ଟ ମୋର 9th 10th ସରୁଛି, ଯେତେବେଳେ କଲେଜ କ୍ୟାରିୟର ଆରମ୍ଭ କଲି, ସେତେବେଳେ ସମସ୍ତେ ଆରମ୍ଭ କରନ୍ତି ଯେ କଣ ଫ୍ୟୁଚରରେ କରିବ, କିଏ ବିଡି ପାଠ ପଢିକିରି କିମ୍ବା ଗ୍ରାଜୁଏସନ ସାରିକିରି କିଏ ପିଜି କରିବ, ପିଜି କରିକି ଲେକ୍ଚରର ହବ କି ଡାକ୍ତର ହବ ଯଦି ସାଇନ୍ସ ପାଠ, ଏମିତି ସମସ୍ତଙ୍କ ଭିତରେ ଥିଲା। କିନ୍ତୁ ମୋର ସ୍ୱପ୍ନ ଥିଲା ଯେ ଗୋଟେ ସାମ୍ବାଦିକ ହେବା। କାହିଁକି ନା ମୁଁ +2 ରୁ କ୍ଲାସ ଯିବା ସହିତ ମୁଁ ସବୁବେଳେ ଟିଭି ୱାଚ୍ କରେ, ନ୍ୟୁଜକୁ ନେଇକି ପ୍ରତ୍ୟେକ ଦିନ କଣ କୋଉଠି ଘଟଣା ଘଟୁଛି, କଣ କରୁଛି, ପରିବାରରେ ବାବା ମା ଦାଦା ସମସ୍ତେ ଦେଖୁଥିଲେ। ଆମେ ବି ଭାଇ ମାନେ ଗଣମାଧ୍ୟମ ମାନେ ଟିଭି କଥା କହିଲେ ଆମର ଦୂରଦର୍ଶନ ଥିଲା। କିନ୍ତୁ ମୁଁ 2001 ମସିହାର କଥା କହୁଛି। ସେତେବେଳକୁ ଗୋଟେ ଗଣମାଧ୍ୟମ ମାନେ ସାଟେଲାଇଟ ଚ୍ୟାନେଲ ହିସାବରେ ଇଟିଭି ଓଡ଼ିଆ ଆସିଯାଇଥିଲା ଏବଂ ହିନ୍ଦୀରେ ତ ସବୁ ଚ୍ୟାନେଲ ଥିଲା। ତ ଘଟଣା ଆମେ ନ୍ୟୁଜ ଦେଖୁଥିଲୁ। ତ ସେତେବେଳେ ଗୋଟେ ମନରେ ଆସୁଥିଲା, ଏତେ ସମସ୍ତେ ସେ ସରକାରୀ କର୍ମଚାରୀ ହୁଅନ୍ତୁ କି ବଡ ବଡ ଅଫିସର ହୁଅନ୍ତୁ କି ନେତା ବି ହୁଅନ୍ତୁ, ଗଣମାଧ୍ୟମ ଆଗରେ ସମସ୍ତେ ସତର୍କ ହେବାକୁ ପଡୁଥିଲା। ତ ସାମ୍ବାଦିକ ମାନେ ଯୋଉ ଦୌଡ଼ିକି ଯୋଉ ନ୍ୟୁଜ ପରିବେଷଣ କରନ୍ତି, ସେତେବେଳେ ମନରେ ଆସିଲା ସାମ୍ବାଦିକ କଣ ଗୋଟେ ଏମିତି କ୍ଷମତା ଅଛି ଯେ ସମସ୍ତେ ତାକୁ ସମ୍ମାନ ଦିଅନ୍ତି ଏବଂ ଯେତେ ବ୍ୟସ୍ତ ଥିଲେ ମଧ୍ୟ ତାକୁ ସମୟ ଦିଅନ୍ତି ଏବଂ ସୂଚନା ଦିଅନ୍ତି। ତ ସେତେବେଳଠୁ ମୋର ଡ୍ରିମ୍ ଗୋଟେ ଆସିଲା ଯେ ଯଦି ହବ, ଭଗବାନ କରନ୍ତି, ମୁଁ ପାଠ ତ ପଢିବି କିନ୍ତୁ ସାମ୍ବାଦିକଟେ ହେବି ଭାବିଥିଲି। ଆଉ ସେଇ ଅନୁସାରେ ହିଁ ମତେ ସେମିତି ହିଁ ସ୍କୋପ ମିଳିଲା, ଯୋଉଟା ଗ୍ରାଜୁଏସନ ସରିଗଲା। ତା ପରବର୍ତ୍ତୀ ସମୟରେ ମୋର ଜୁନିୟର ସାଙ୍ଗ ତ କହିବି, ଜୁନିୟର ବର୍ତ୍ତମାନ ସିଏ ବି ଗୋଟେ ଗଣମାଧ୍ୟମରେ ନ୍ୟୁଜ ଏଡିଟର ଅଛନ୍ତି, ଥବିର ସାମଲ ବୋଲି। ସେ ସାନ ଭିତରେ ଜୁନିୟର ହେଇଥିଲେ ମଧ୍ୟ ତାର ବି ପ୍ରୋତ୍ସାହନ ଥିଲା ଏବଂ କଲେଜରେ ଲେକ୍ଚରର ମାନଙ୍କର ମଧ୍ୟ ବହୁତ ପ୍ରୋତ୍ସାହନ ଥିଲା ମତେ ଦେଖିକିରି ଯେ ତୁ ସାମ୍ବାଦିକ ହେବାଟା ଆବଶ୍ୟକ। ବହୁତ ସେତେବେଳକୁ ନୂଆ ନୂଆରେ କୋର୍ସ ଆସୁଥିଲା। ସେତେବେଳେ ମୁଁ 2 ବର୍ଷ କୋର୍ସ କଲି, ଭୁବନେଶ୍ୱର ଯାଇକି ମୁଁ ଉତ୍କଳ ଅଣ୍ଡରରେ ଗଣମାଧ୍ୟମ ଜର୍ଣ୍ଣାଲିଜିମ୍ ପିଜି କଲି, MA ଇନ୍ ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ। 2006 ରୁ 2008 ମୁଁ ଜର୍ଣ୍ଣାଲିଜିମ୍ କରିବା ପରେ ଯେତେବେଳେ ଇଣ୍ଟର୍ନସିପ୍ ଥାଏ, ସବୁ କୋର୍ସ ଯେମିତି ଇଣ୍ଟର୍ନସିପ୍ ଥାଏ, ସାମ୍ବାଦିକତାରେ ମଧ୍ୟ ଇଣ୍ଟର୍ନସିପ୍ ଥିଲା। ଆଉ ଯୋଉ ଗଣମାଧ୍ୟମରେ ମୁଁ ଇଣ୍ଟର୍ନସିପ୍ ଆରମ୍ଭ କରିଥିଲି, ଆଜି ସେଇ ଗଣମାଧ୍ୟମରେ ମତେ ସ୍କୋପ ମିଳିଛି। ଦୀର୍ଘ 17 ବର୍ଷ ହେଲା
ସେଇଥିର ସାମ୍ବାଦିକ ଭାବେ ମୁଁ କାର୍ଯ୍ୟ କରୁଛି। ଆଚ୍ଛା, ଦେଖାଯାଇଛି ଯେ ଯେକୌଣସି ପ୍ରୋଗ୍ରାମ ହଉ କି ବହୁତ ଭିଆଇପି ମାନେ ଯେତେବେଳେ ଆସନ୍ତି ସେତେବେଳେ ସାମ୍ବାଦିକ ମାନଙ୍କ ପାଇଁ ମଧ୍ୟ କିଛି ରିଜର୍ଭ ରହିଥାଏ ସିଟ୍ସ। ତେଣୁକରି ସମସ୍ତେ ଆପଣ ମଧ୍ୟ ସାମ୍ବାଦିକ ମାନେ ମଧ୍ୟ ଭିଆଇପି ହିସାବରେ ଯାଆନ୍ତି, କାହିଁକି ଆଗ ଧାରରେ ଆପଣ ମାନେ ବସନ୍ତି ନୁହେଁ କି? ତେଣୁକରି ସେଇ ଜିନିଷ ବହୁତ ଭଲ କଥା। ଆଚ୍ଛା, ଆଉ ଗୋଟେ କଥା କହିବି, ଯେତିକି ଆଜିକାଲି ବିଭିନ୍ନ ପ୍ରକାରର ସାମ୍ବାଦିକ ସବୁ ଆସିଛନ୍ତି, କିଏ ସତ ସାମ୍ବାଦିକ, କିଏ ମିଛ ସାମ୍ବାଦିକ, କିଏ ରେଜିଷ୍ଟ୍ରି ଭୁକ୍ତ ଅଛନ୍ତି, କିଏ ନାହିଁ। ୟା ଭିତରେ ଲୋକ ବି କନଫ୍ୟୁଜରେ ପଡନ୍ତି। କିନ୍ତୁ ସାମ୍ବାଦିକ ମାନେ ଏମିତି ଗୋଟେ ଶବ୍ଦ ବା ଏମିତି ଗୋଟେ ବ୍ୟକ୍ତିତ୍ୱ, ତାକୁ ଭୟ ବି କରନ୍ତି ସମସ୍ତେ। ଆପଣ ଯେମିତି କହୁଥିଲେ, ଭୟ କରିବାର କାରଣଟା କଣ ହେଇପାରେ? ଦେଖନ୍ତୁ, ଗୋଟେ ମୁଁ ପ୍ରଥମରୁ କହୁଛି ସାମ୍ବାଦିକତା ଗୋଟେ ନୋବେଲ ପ୍ରଫେସନ। ଯେହେତୁ ଅନ୍ୟ କ୍ଷେତ୍ରରେ ମୁଁ ଆଜି ବି ଜାଣେ 17 ବର୍ଷ ପରେ ମଧ୍ୟ ଯୋଉ କ୍ଷେତ୍ରରେ ଆମେ ପାଠ ପଢୁଛୁ, ଦେଖନ୍ତୁ ଯଦି ଗୋଟେ ଇଞ୍ଜିନିୟରିଂ ପାଠ ପଢୁଛନ୍ତି ତାର ଟର୍ମସ ଆଣ୍ଡ କଣ୍ଡିସନ ଅଛି, ଏମିତି ଇଞ୍ଜିନିୟରିଂ ଏଇଟା ହେଲେ ଏତିକି ହବ, ସେମିତି ଡାକ୍ତରୀ ପାଠ ଅଛି। କିନ୍ତୁ ସାମ୍ବାଦିକତାରେ ଦୁଇଟା ଜିନିଷ, ନୋବେଲ ପ୍ରଫେସନ ହେବା ସହିତ ଆପଣ ପ୍ରତ୍ୟେକ ଦିନ ନୂଆ ନୂଆ ଲୋକଙ୍କୁ ଭେଟିବେ ଏବଂ ନ୍ୟୁଜ ଟା ଗୋଟେ ଭଳି ନଥାଏ, ଆପଣଙ୍କୁ ସିମିଲାରଲି ଲାଗୁଥିଲେ ମଧ୍ୟ ବିଭିନ୍ନ ସମୟରେ ନୂଆ ନୂଆ ଜିନିଷ ଦେଖିବାକୁ ସିଚୁଏସନ ଧରିକି ଆମେ ନ୍ୟୁଜକୁ ପରିବେଷଣ କରିବାକୁ ପଡୁଛି, କରିବାକୁ ପଡୁଛି। ଆପଣ ଯେମିତି କହିଲେ ଯୋଉ ମିଛ ସତ ସାମ୍ବାଦିକତା, ଦେଖନ୍ତୁ ବର୍ତ୍ତମାନ ଧୀରେ ଧୀରେ ବହୁତ ସାମ୍ବାଦିକ ସଂଗଠନ ବାହାରିଲାଣି ଏବଂ ଗଣମାଧ୍ୟମ ଅନୁଷ୍ଠାନ ଗୁଡିକ ଆସିରହି, କିନ୍ତୁ ସେଟା ବ୍ୟକ୍ତି ଉପରେ ଡିପେଣ୍ଡ କରୁଛି ସେ କେମିତି ତାକୁ ପ୍ରଫେସନକୁ ଆଗେଇ ନଉଛି। କୌଣସି ସଂସ୍ଥା କିମ୍ବା କିଏ ଏଭଳି କରିନଥାନ୍ତି। ନୋବେଲ, ମୁଁ ସେଥିପାଇଁ କହୁଛି ନୋବେଲ ପ୍ରଫେସନ। ଆପଣ ଯୋଉଟା କହିଲେ ଡରିବା କଥା, ଡରିବାର କିଛି ନାହିଁ। ଘଟଣାଟି ହଉଛି ଯେ ସମସ୍ତେ କାହିଁକି ବିଶ୍ୱାସ କରନ୍ତି ସାମ୍ବାଦିକତାକୁ, ଯେକୌଣସି କଥା ସେ ମାନେ ତୃଣମୂଳ ସ୍ତରରୁ ରାଜ୍ୟ ସ୍ତର କି ଦେଶ ସ୍ତର ପର୍ଯ୍ୟନ୍ତ ଆପଣ ଯେକୌଣସି ବିଷୟବସ୍ତୁ ଦେବା ପାଇଁ ଚାହୁଁଛନ୍ତି, ସେ ସରକାରୀ ହଉ କି ବେସରକାରୀ ହଉ, ଲୋକଙ୍କ ପାଖରେ ପହଞ୍ଚାଇବାର ମାଧ୍ୟମ ହଉଛି ଗଣମାଧ୍ୟମ। ତେଣୁକରି ତାଙ୍କୁ ଗୋଟେ ସ୍ଥାନ ଦିଆଯାଇଛି। ତାପରେ ଯୋଉ ଭିଆଇପି କଥାଟା କହିଲେ, ସେମିତି କିଛି ଭିଆଇପି ନାହିଁ। ଯେହେତୁ ଯୋଉ ଘଟଣାଟି ଘଟୁଛି ଲୋକଙ୍କ ପାଖରେ କେମିତି ସୁରୁଖୁରୁରେ ପହଞ୍ଚି ପାରିବ, ସେଇଥିପ୍ରତି ସାମ୍ବାଦିକକୁ ପ୍ରାଧାନ୍ୟ ଦିଆଯାଇଥାଏ ଏବଂ ସେଇ କୋଉ ସାମ୍ବାଦିକ କେମିତି ତାକୁ ପରିବେଷଣ କରୁଛି ସେଟା ନିର୍ଭର କରୁଛି ତାଙ୍କ ଉପରେ, ଆଉ ଲୋକଙ୍କର ବିଶ୍ୱାସ ଉପରେ ଡିପେଣ୍ଡ କରୁଛି। ହଁ, ଏମିତି ବି କିଛି ହୁଏ, ସତ ଆପଣ ଜାଣନ୍ତି, ସତ ଜିନିଷକୁ ଦେଖନ୍ତି ଏବଂ ଅନୁଭବ କରନ୍ତି, କିନ୍ତୁ ସେଇ ଯୋଉ ସତଟା ଅପ୍ରିୟ ସତ୍ୟ ଯାହାକୁ କହନ୍ତି, ଯଦି ତାକୁ ପରିବେଷଣ କରାଯାଏ ତାହେଲେ କିଛି ଅସୁବିଧାର ସମ୍ମୁଖୀନ ହବ ସରକାର ହୁଅନ୍ତୁ କି ରାଜ୍ୟ କଥା ହୁଅନ୍ତୁ, କି କିଛି ରିଅଟ ବା ଗଣ୍ଡଗୋଳ ହେଇଯିବାର ଚାନ୍ସ ଅଛି। ସେଇ କ୍ଷେତ୍ରରେ ଆପଣ କେମିତି ଜଜ କରନ୍ତି ଯେ ଏଇଟାକୁ ପରିବେଷଣ କରିବି ନା ନାହିଁ, କେମିତି କରନ୍ତି? ଦେଖନ୍ତୁ, ଗୋଟେ ନ୍ୟୁଜ ହଉଛି ଗ୍ରାଉଣ୍ଡରେ ଯେତେବେଳେ ଗୋଟେ ସାମ୍ବାଦିକ ଅଛି, ଯଦି ମୋ କଥା ବି କହିବି, ମୁଁ ମୋ ଗଣମାଧ୍ୟମରେ ଓଟିଭିରେ ଯଦି ମୁଁ ପ୍ରତିନିଧି କରୁଛି, ଆମେ ଯେହେତୁ ଧୀରେ ଧୀରେ ସ୍ଥିତି କଣ ହଉଛି ଆମେ ଗ୍ରାଉଣ୍ଡ ଜିରୋରେ ଦେଖୁଛୁ, ତାକୁ ନେଇକି ଆପଣ ଯେମିତି କହିଲେ ଗୋଟେ ଗୋଟେ ଇସ୍ୟୁ ଯେମିତି ହେଇଯାଇକି ପରିବେଷଣ ହେଲା ପରେ ମଧ୍ୟ ସେଟା ମାନେ ଭାଇରାଲ ହେଇଯାଏ, ତ ତାକୁ ସେଟା ହଉଛି ପ୍ରେଜେନ୍ସ ଅଫ ମାଇଣ୍ଡ କହିଲେ, ସାମ୍ବାଦିକତାର ପ୍ରେଜେନ୍ସ ଅଫ ମାଇଣ୍ଡ। କଣ ଘଟଣା ହେଇଛି ତାକୁ କେମିତି ଆମେ ହ୍ୟାଣ୍ଡେଲ କଲେ ସେଟା ଭଲସେ ପରିବେଷଣ ହବ, ଯେମିତି ମାନେ ଗୋଟେ ଅପ୍ରୀତିକର ପରିସ୍ଥିତି କିପରି ଉପୁଜିବନି, ସେଟା ଡିପେଣ୍ଡ କରୁଛି ଗୋଟେ ସାମ୍ବାଦିକ ଉପରେ। ତ ସାମ୍ବାଦିକ ପଠାଇବା ପରେ ତ ଏଡିଟୋରିଆଲ ଟିମ୍ ଯୋଉ ରହୁଛନ୍ତି ସେମାନେ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି, ଆଉ ସେମାନଙ୍କ ଉପରେ ଡିପେଣ୍ଡ କରୁଛି ଯେ ଏଇ ଘଟଣାଟି କେମିତି ଗଲେ ଲୋକଙ୍କ ପାଖରେ ସୁରୁଖୁରୁରେ ପହଞ୍ଚି ପାରିବ, ତାର କୋଉଟା କି ନେଗେଟିଭିଟି କେମିତି ଆସିବନି, ସତ ଘଟଣା ଲୋକଙ୍କ ପାଖରେ କେମିତି ପହଞ୍ଚି ପାରିବ। ସାମ୍ବାଦିକ ତାର ନ୍ୟୁଜ ଟା କଭରେଜ କରିସାରିଲା, କିନ୍ତୁ ଗୋଟେ ଏଡିଟୋରିଆଲ ଟିମ୍ ସମସ୍ତଙ୍କ ସଂସ୍ଥା ଅଛନ୍ତି, ସେମିତି ସଂସ୍ଥା କଣ୍ଟ୍ରୋଲ କରନ୍ତି କେମିତି ହେଲେ ଏଇଟା ଗୋଟେ ସୁରୁଖୁରୁ ହବ, କିନ୍ତୁ ଅପ୍ରୀତିକର ପରିସ୍ଥିତି କିନ୍ତୁ ଆଉ ଠିକ ସୂଚନାଟା ଲୋକଙ୍କ ପାଖରେ ପହଞ୍ଚିବ। ଆଚ୍ଛା, ଏମିତି ତ ଆପଣଙ୍କ ଭଳି ବିଭିନ୍ନ ନ୍ୟୁଜ ଚ୍ୟାନେଲ ବି ଅଛନ୍ତି, ଆଉ ଆପଣଙ୍କ ଭଳିଆ ସାମ୍ବାଦିକ ମଧ୍ୟ ବହୁତ ଅଛନ୍ତି, କିନ୍ତୁ ଆପଣଙ୍କ ଭିତରେ କମ୍ପିଟିସନ ହୁଏ କି? ନିଶ୍ଚିତ କମ୍ପିଟିସନ ହଉଛି ହେଲ୍ଦି କମ୍ପିଟିସନ। କମ୍ପିଟିସନ ନହେଲେ ଆପଣ କୌଣସି କ୍ଷେତ୍ରରେ ଆଗକୁ ବଢି ପାରିବେ ନାହିଁ, ଆଉ ସେ କମ୍ପିଟିସନ ହିଁ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରେ। ଯେହେତୁ ଯେତିକି ଗଣମାଧ୍ୟମ, ସେ ଛାପା ଗଣମାଧ୍ୟମ ହଉ କି ଏଇ ବୈଦ୍ୟୁତିକ ଗଣମାଧ୍ୟମ, କମ୍ପିଟିସନ ନ ରହିଲେ ଆପଣ କିଛି କରିପାରିବେ। ଯଦି ଗୋଟିଏ ନ୍ୟୁଜକୁ ସମସ୍ତେ ଯଦି ମିଶିକି କରିବେ, ସେଟା ଲୋକଙ୍କ ପାଖରେ ସେଟା ହାଲକା ହେଇଯିବ। ଯଦି କିଛି ଅଲଗା କରିବା ସେଇ ବିଷୟ ଥିବ, କିନ୍ତୁ ତାକୁ ପରିବେଷଣ ଅଲଗା କରିବ, ଯଦି ଆପଣ ମିଳିତ ଭାବେ କରୁଛନ୍ତି ନା ସେ ଆଉଟପୁଟ ଟା ଠିକ ଆସିବନି ମୋ ମତରେ। କିନ୍ତୁ ଯଦି ସିଙ୍ଗିଲି କରିବେ, ସେଟାକୁ ଦେଖିବେ ଲୋକଙ୍କ ଭିତରେ ଆଦୃତ ହବା ପରେ ଅନ୍ୟମାନେ ମଧ୍ୟ କମ୍ପିଟିସନ ମୁଁ କାହିଁକି କରିପାରିଲିନି, ମୁଁ କଲେ ବି କେମିତି ହେଇଥାନ୍ତା, ଏଇଟା ଗୋଟେ ଆସିଛି। ଆଉ ବର୍ତ୍ତମାନ
ହେଭି କମ୍ପିଟିସନ ଚାଲିଛି, ଯୋଉଟା କି ସେଟା ବି ଗୋଟେ ସୌଭାଗ୍ୟପୂର୍ଣ୍ଣ। ଆଉ କମ୍ପିଟିସନ ରହିଲେ ହିଁ ଆପଣ ଆପଣଙ୍କ କ୍ଷେତ୍ରରେ ଆଗକୁ ଯାଇପାରିବେ। ନିଶ୍ଚୟ। ଆଚ୍ଛା, ସାମ୍ବାଦିକ ଅନୁଷ୍ଠାନ କୁହନ୍ତୁ କି ସାମ୍ବାଦିକତା ଭିତରେ କିଛି ଆପଣଙ୍କ ଉପରେ ଚାପ ରୁହେ କି କିଛି ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି କି? ବର୍ତ୍ତମାନ ସୁଦ୍ଧା ଯୋଉ ଆଲୋଚନା ହେଉଥାଏ ମଧ୍ୟ କେବେ ବି ମୁଁ ଯୋଉ ଗଣମାଧ୍ୟମ ସଂସ୍ଥାରେ କାମ କରୁଛି କେବେ ବି ଚାପ ନାହିଁ, କୌଣସି ଚାପ ନାହିଁ। ଆପଣ ଯାହା ଦେଖୁଛନ୍ତି ତାହା ଫ୍ରି ଫେୟାର ଯୋଉ କଥା କୁହାଯାଉଛି ସେଇଟା ହିଁ, ଆମେ ଯାହା ଦେଖୁଛୁ ତାହା ପରିବେଷଣ କରୁଛୁ, କୌଣସି ଚାପ ବୋଲିକି କିଛି ନାହିଁ। ଆଚ୍ଛା, ଏଇ ଯୋଉ ମାନେ ବ୍ୟବସାୟ ତ ନୁହଁ, ଏଇ ଯୋଉ ପ୍ରଫେସନ କଥା, ଏ ପ୍ରଫେସନ ରେ ଯାହା ଆପଣଙ୍କର ରୋଜଗାର ହୁଏ, ଆପଣଙ୍କର ଦରମା ହିସାବରେ ହଉ କି ଇନସେଣ୍ଟିଭ ହିସାବରେ ହଉ କି ବୋନସ ହିସାବରେ ଯାହା ବି ଆପଣଙ୍କର ସଂସ୍ଥା ଦିଏ, ସେଥିରେ ଆପଣ କେତେ ଖୁସି ଅଛନ୍ତି? ବହୁତ ଖୁସି। ଯଦି ଦେଖନ୍ତୁ, ଯଦି ଅନ୍ୟ ରାଜ୍ୟ ଅପେକ୍ଷା ଯଦି ଓଡିଶା କଥା କହିବା, ବର୍ତ୍ତମାନ ଆମେ ଟିକେ ପଛରେ ଅଛୁ, କିନ୍ତୁ ଇଣ୍ଡିପେଣ୍ଡେଣ୍ଟଲି କାମ କରୁଛୁ ଏବଂ ମାନେ ବୃତ୍ତିକୁ ନେଇକି ଆମେ ଖୁସି ଅଛୁ। କିନ୍ତୁ ଆର୍ଥିକ ଭାବେ ଯଦି କୁହାଯାଏ ଅନ୍ୟ ରାଜ୍ୟ ତୁଳନାରେ ଆମେ ପୁରା ପଛରେ ଅଛୁ। ଆଚ୍ଛା, ତ ଆପଣ ପରିବାର ଚଳେଇବା ଇଏ କରିବା ଏଇ ପ୍ରଫେସନ ରେ ଆପଣ ଖୁସି ଅଛନ୍ତି, କାମ କରିବାକୁ ଖୁସି ଅଛନ୍ତି ଏବଂ ଯାହା ମିଳୁଛି ସେଇଟାକୁ ଆପଣ ଗୁରୁତ୍ୱ ଦଉନାହାନ୍ତି, କିନ୍ତୁ ପ୍ରଫେସନ ରେ ଯୋଉ ଖୁସିଟା ତାକୁ ଆପଣ ବେଶୀ ଗୁରୁତ୍ୱ ଦେଇଛନ୍ତି, କିନ୍ତୁ ଆର୍ଥିକ କଣ ମିଳିବ କଣ ନାହିଁ ସେଗୁଡା ଆପଣ ଗୁରୁତ୍ୱ ଦେଲେ। ବହୁତ ବଢିଆ କଥା। ଆଚ୍ଛା, ଆଉ ଗୋଟେ ବିଷୟ ଆପଣଙ୍କୁ କହିବି, ବିଭିନ୍ନ ମାନେ ବହୁତ ବର୍ଷ ସରକାର ରହିଲେ, ଆଉ ଗୋଟେ ସରକାର ବଦଳିଲେ, ବର୍ତ୍ତମାନ ଏଇ ସରକାର ବଦଳିବା ଆଉ ଆଗ ସରକାର ଭିତରେ ଆପଣଙ୍କର ଏଇ ଗଣମାଧ୍ୟମର ଯୋଉ କଣ ଆପଣଙ୍କର ସ୍ପଟ ଲାଇଟ ପଡୁଛି, କେମିତି ଆପଣ ତାକୁ ନଉଛନ୍ତି? ଦେଖନ୍ତୁ, ଗୋଟେ କଥା ହଉଛି ଆମେ ଭାରତ ଭଳି ରାଜ୍ୟରେ ଗଣତାନ୍ତ୍ରିକ ରାଷ୍ଟ୍ର ଆମେ ଦେଖିଛେ, ଦେଶରେ ମଧ୍ୟ ଏମିତି ହିଁ 2-3ଟି ଟର୍ମ କରିବା ପରେ ସରକାର ବଦଳିଛି। କିନ୍ତୁ ଓଡିଶାରେ ଯଦି ଆମେ ଦେଖିବା 2000 ମସିହାଠୁ ପୁରା 24 ବର୍ଷ 5 ଥର ଗୋଟେ ସରକାର ଗଠନ କରିଛି। ନୋ ଡାଉଟ ଠିକ ଅଛି, ଯଦି ଲୋକଙ୍କର ମ୍ୟାଣ୍ଡେଟକୁ ନେଇକି ସରକାର ଚାଲିଛି, କିନ୍ତୁ ସେ ମ୍ୟାଣ୍ଡେଟକୁ ଆମେ ଗୁରୁତ୍ୱ ଦେବା ଦରକାର। କିନ୍ତୁ ଯଦି ଦେଖନ୍ତୁ ତତ୍କାଳୀନ ସରକାର ଯଦି ଆମେ ଦେଖିବା 2-3ଟି ଟର୍ମ ପର୍ଯ୍ୟନ୍ତ ସବୁ ଠିକଠାକ ଚାଲିଥିଲା, ମାନେ ଆକ୍ସନ ହଉଥିଲା। ଯଦି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଲା ତାର ତଦନ୍ତ ହଉଥିଲା, ତୁରନ୍ତ ଷ୍ଟେପ୍ସ ନିଆଯାଉଥିଲା। କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସୁଥିଲା ତାର ଅଫିସିଆଲ ପ୍ରୋସିଡିଂ ହଉଥିଲା। କିନ୍ତୁ ଆପଣ ଚତୁର୍ଥ ଏବଂ ପଞ୍ଚମ ସରକାରରେ ଗୋଟେ ଏକଛତ୍ରବାଦ ସରକାର ଭଳି ମୁଁ ଅନୁଭବ କରେ। ଆଚ୍ଛା, ଯୋଉଟା କି ଯାହାର ପରିଣତି କି ଆପଣ 2024 ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଲା। କାହିଁକି ନା ସରକାର ଗୋଟିଏ ପଟେ ରହିଲା, ଆଉ ଗୋଟେ ମାନେ ପଲିଟିକାଲ ଯୋଉ ରାଜନୈତିକ ଦଳ ସରକାର କରିଛି ସେ ରାଜନୈତିକ ଦଳର ଗୋଟେ ମାନେ ଏମିତି ଭାବେ ହେଲା, ମାନେ ସବୁଠି ଠପ ହେଇଗଲା। ଗୋଟେ ସରକାରୀ କର୍ମଚାରୀ ସେ ତା କାମ ସେ ଠିକ ସେ କରିପାରିଲା ନାହିଁ, ଗୋଟେ ଅବସ୍ଥା ଆସିଗଲା। ଗୋଟେ ମନ୍ତ୍ରୀ ତା ବିଭାଗରେ କଣ ହବ ସେ କିଛି କରିପାରିଲେ ନାହିଁ। ଯାହା ଗୋଟେ କ୍ଷମତା କେନ୍ଦ୍ର ନିଷ୍ପତ୍ତି ନେବେ ସେଇ ଅନୁସାରେ ହବ। ଯଦି ଆପଣ ଆପଣଙ୍କ ବୃତ୍ତିରେ ଆପଣଙ୍କୁ ଯୋଉ ଦାୟିତ୍ୱ ଯଦି ଆପଣ ସେଟା ନିଷ୍ପତ୍ତି ନେଇପାରିବେ, ଯଦି ଖାଲି ହଜୁର କରିବେ ତ କେତେ ଦିନ ଏଟା କରିବେ? ଯଦି ମତେ ଯଦି ସାମ୍ବାଦିକତା ଦାୟିତ୍ୱ ଦିଆଯାଇଛି, ଯଦି ଗୋଟେ ଘଟଣାଟି ଘଟିଲା ମୁଁ କଭରେଜ କରିପାରୁନଥିବି, ମତେ ଏମିତି ଚାପ ପଡିବ, ତ ଲୋକଙ୍କୁ ମୁଁ କେତେବେଳେ ଜଷ୍ଟିସ ଦେଇପାରିବି? ତ ସେଇ ଘଟଣାଟି ଯୋଉଟା କି ସାଧାରଣ ନିର୍ବାଚନରେ ସେଇଟା ଆସିଗଲା। ତ ବର୍ତ୍ତମାନ ଦେଖନ୍ତୁ, ଆପଣ ବର୍ତ୍ତମାନ ସରକାର ଦେଖନ୍ତୁ, ଡବଲ ଇଞ୍ଜିନ ସରକାର ଯୋଉ କୁହାଯାଉଛି, କେନ୍ଦ୍ରରେ ତ ତୃତୀୟ ଥର ପାଇଁ ସରକାର ଆସିଲା, ରାଜ୍ୟର ପ୍ରଥମ ଥର ପାଇଁ ବୋଲି ଏକାକୀ ସରକାର ଆସିଲା ବିଜେପି। ବର୍ତ୍ତମାନ ଆପଣ ଯଦି ଦେଖିବେ ଜୁନ 12 ତାରିଖ ଶପଥ ନେଇଥିଲେ ସରକାର, ଆଜି ହଉଛି ନଭେମ୍ବର ମାସ, ମାତ୍ର 5 ମାସ ହେଇଛି। ତ ଗୋଟେ ଦୀର୍ଘ 24 ବର୍ଷର ସରକାର ସହିତ ବର୍ତ୍ତମାନ ଏଇ 5 ମାସର ସରକାର ଲୋକ ତୁଳନା କରିବା ଆରମ୍ଭ କରିସାରିଛନ୍ତି। ଯଦି ଅନେକ ଯୋଜନା କଥା ଅଛି, ଦେଖନ୍ତୁ ତତ୍କାଳୀନ ସରକାରଙ୍କୁ ବିଭିନ୍ନ ଯୋଜନା ଆସିଥିଲା, ସେ ଯୋଜନାକୁ ବି ଏ ସରକାର ନିଷ୍ପତ୍ତି ନେଇକି କିଛି ଯୋଜନାକୁ ବନ୍ଦ କରିଛନ୍ତି, କିଛି ଚଲେଇଛନ୍ତି। ତ ଦେଖାଯିବା କଥା, ଯେହେତୁ ଗୋଟେ ଯଦି 5 ମାସର ଛୁଆ ବି କୁହାଯାଇପାରେ, ଟିକେ ଅନୁଧ୍ୟାନ କରିବାକୁ ପଡିବ, ଯେହେତୁ ସମୟ ଲାଗିବ ଉଠିବା, ଚେହେରା ହେବା, ଚାଲିବା ଏବଂ ତାର ଆକ୍ଟିଭିଟି କରିବା ଭିତରେ ଟିକେ ସମୟ ତ ନିଶ୍ଚୟ ଲାଗିବ, କିନ୍ତୁ ଆମକୁ ଅପେକ୍ଷା କରିବାକୁ ହେବ କଣ ଚାଲିଛି। ମିନିମମ୍ ଗୋଟେ ବର୍ଷକୁ ଅନୁଧ୍ୟାନ କରିବାକୁ ପଡିବ ଯେ କଣ ପଦକ୍ଷେପ ନେଉଛନ୍ତି। ଆଚ୍ଛା, ଆଉ ଗୋଟେ ଜିନିଷ, ଜାତୀୟ ଖବର ଏବଂ ରାଜ୍ୟ ଖବର ତା ସହିତ ଆମର ଲୋକାଲ ଖବର ଆପଣ ପ୍ରାୟୋରିଟି କେମିତି ଦିଅନ୍ତି? ଦେଖନ୍ତୁ, ଗୋଟେ ରିସେଣ୍ଟଲି ଏକ୍ସାମ୍ପଲଟେ ମୁଁ ଦଉଛି। ଦେଖନ୍ତୁ, ବର୍ତ୍ତମାନ ଯଦି ଆମେ ଛାପା ଗଣମାଧ୍ୟମ ଦେଖିବା, ତାର ଗୋଟିଏ ଏଡିସନ ଥିଲା ଯୋଉଟା କି ଭୁବନେଶ୍ୱର ଏଡିସନ ବୋଲି, କିନ୍ତୁ ତା ପରବର୍ତ୍ତୀ ସମୟରେ ଧୀରେ ଧୀରେ ବିଭିନ୍ନ ଏଡିସନ ହେଇଗଲା, ଯୋଉଟା କି ବିଭିନ୍ନ ଖବର କାଗଜ ଆପଣ ଦେଖନ୍ତୁ, ସମାଜ ହଉ କି ପ୍ରମେୟ ହଉ କି ସକାଳ ହଉ, ସମାଜ ହଉ, ତାର ଏଡିସନ ଆସିଲା। ଆପଣ ଯେମିତି ଯଦି ମନୋଜ ସମ୍ବାଦ କଥା କହିବା କି ପ୍ରମେୟ କଥା, ଯାହା ବି କଥା କହିବା,
ଜୟପୁର ଗୋଟେ ଏଡିସନ ହେଇଛି, ତାପରେ ଆପଣଙ୍କର ବାଲେଶ୍ୱର ଗୋଟେ ଏଡିସନ ଅଛି, ଏମିତି ବିଭିନ୍ନ ବାଲାଙ୍ଗୀର ଗୋଟେ ଏଡିସନ, ସମ୍ବଲପୁର ଏଡିସନ ହେଇଛି। ଯଦି ଆମେ ଛାପା ଗଣମାଧ୍ୟମ ଦେଖିବା, ଯଦି ଏଡିସନ ଅନୁସାରେ ମନେକର ଯଦି ରାୟଗଡ଼ାର ଖବର ହଉ କି ଜୟପୁରର ଖବର ହଉ କି ବୋରିଗୁମାର ଖବର ହଉ, ଯଦି ସେଟା ଗୋଟେ ବଡ ଘଟଣା ହେଇଛି, ମନେକର ଏକ୍ସାମ୍ପଲ ଦଉଛି ଆପଣଙ୍କର ଗତ ସୋମବାର ଦିନ ବୋରିଗୁମାର ନୂଆଗୁଡାର ଶିବଲିଙ୍ଗଟେ ଆସିଲା, ସେଟା ଆମ ଏଡିସନ ପାଇଁ ସେଟା ବଡ ଖବର। ଆଚ୍ଛା, ଆମ ଏଡିସନ ପାଇଁ ବଡ ଖବର। ତ ସେ ଅନୁସାରେ ଷ୍ଟେଟ ପ୍ରେସ ଯଦି ଦେଖାଯିବ, ସେମାନେ ତାକୁ 2 ନମ୍ବର ପେଜ ଦେବେ କି 4 ନମ୍ବର ପେଜ ଦେବେ। କିନ୍ତୁ ଯଦି ଜୟପୁର ଏଡିସନ ଆପଣ ଦେଖିବେ, ସେଟା ପ୍ରଥମ ଖବର, ହେଡଲାଇନ୍ସ ଖବର ବି ହୋଇପାରେ। ସେମିତି ଯଦି ବୈଦିକ ଗଣମାଧ୍ୟମରେ ହଉଛି, ଡିପେଣ୍ଡ କରୁଛି। ଦେଖନ୍ତୁ ଗତ କିଛି ଦିନ ତଳେ ଯୋଉ ଧନତେରସ ସମୟରେ ଯୋଉ ସିଟି ଜିଏସଟି ରେଡ୍ ହେଲା, ରାଜ୍ୟର ବିଭିନ୍ନ ଜାଗା ରେଡ୍ ହେଲା, ଜୟପୁରରେ ବି ରେଡ୍ ହେଲା। କିନ୍ତୁ ତାର 2 ଦିନ ପରେ ହଠାତ୍ ସେ ଯୋଉ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ହେଇଗଲା। ପ୍ରଥମେ ଯେତେବେଳେ ଆମେ ଦେଖୁଛେ ତାର ମୃତ୍ୟୁ ହେଲା, ଖବରଟାକୁ ଧୀରେ ହେଲା। କିନ୍ତୁ କାହିଁକି ଆମେ ଖବର କାଢିଲେ, କାଲି ପର୍ଯ୍ୟନ୍ତ ସେ ପିଲାଟା ଚାଲେ ବୋଲି କହୁଥିଲା, ଆଜି ହଠାତ୍ କାହିଁକି ଡେଥ୍ ହେଇଗଲା? ତ ସେଠୁ କଥା ହଉଥିଲା ଯେ ତାର 2 ଦିନ ତଳେ ରେଡ୍ ହେଇଛି। ତ ଘଟଣାଟି ହଉଛି, ଅନୁମାନ କରାଯାଉଛି ତା ପରିବାରର ଅଭିଯୋଗ ଆସିଲା ପରେ ସେ ଖବରଟା ହିଁ ଷ୍ଟେଟ ଲେଭେଲ ଇସ୍ୟୁ ହେଇଗଲା। ଏମିତି ଦେଖିବାକୁ ପଡୁଛି। ଆଚ୍ଛା, ଆଗକୁ ଜଣା ପଡୁଛି ବୋଧେ ଏଇ ଯୋଉ ଜଗନ୍ନାଥ ସାଗର ଯୋଉ ଇସ୍ୟୁ ରହିଛି, ଏଇ ଇସ୍ୟୁ ଆଗାମୀ ଦିନରେ ନିର୍ବାଚନର ଏକ ମୁଦ୍ଦା ହେଇପାରେ, ଏମିତି ଜଣା ପଡୁଛି। ଦେଖନ୍ତୁ, ନିର୍ବାଚନର ମୁଦ୍ଦା ଅଲରେଡି ହେଇସାରିଛି, ଯେହେତୁ ଗତ 6 ମାସ ତଳେ ହିଁ ସାଧାରଣ ନିର୍ବାଚନ ହେଇଛି, ଯୋଉଟା କି ଜୟପୁର ନିର୍ବାଚନ ମଣ୍ଡଳୀ ଯୋଉଟା କୁହାଯାଉଛି, ଯୋଉଟା କି ଆପଣ ଜଗନ୍ନାଥ ସାଗର ଯେମିତି କହୁଛନ୍ତି, କୋରାପୁଟ ଜିଲ୍ଲା 2ଟି ସାଗର, ଆଉ ଗୋଟେ ହଉଛି କଟପାର ଦମୟନ୍ତୀ ସାଗର। 2ଟି ସାଗରକୁ ପ୍ରସ୍ତାବ ଦିଆଯାଇଥିଲା ତାର କାର୍ଯ୍ୟଶୈଳୀ ପାଇଁ, ଯୋଉଟା କି ଆପଣଙ୍କ ଜାତୀୟ ସ୍ତର ଲେକମ୍ୟାନ ଆସିଥିଲେ, ସେ ଦେଖିକି ଯାଇଛନ୍ତି, 2ଟି ଯାକ ପ୍ରୋଜେକ୍ଟ କରାହେଇଛି। କିନ୍ତୁ ତାକୁ ନେଇକି ସବୁ ରାଜନୈତିକ ଦଳ ଗୋଟେ ରାଜନୈତିକ ମୁଦ୍ଦା କରିଥିଲେ। କିନ୍ତୁ ସେ ଯିଏ ଯାର ବାଟ ମୁଦ୍ଦା କରିଥିଲେ ମଧ୍ୟ, ଯିଏ ଫାଇଦା ନେଇଛି ନେଇଛି, ଯିଏ ନ ନେଇଛି ନେଇଛି। କିନ୍ତୁ ଯୋଉ ପ୍ରୋସେସରେ ଜଗନ୍ନାଥ ସାଗର କାର୍ଯ୍ୟ ଆରମ୍ଭ ହେଇଛି, ସେଟା କାର୍ଯ୍ୟ ହେବା କଥା ନୁହେଁ। କାହିଁକି ନା ଏଇଟା ହଉଛି ଆପଣଙ୍କର ପୋଖରୀ ନୁହଁ କି ବନ୍ଧ ନୁହେଁ, ଆମ ଭାଷାରେ ଏଇଟା ହଉଛି ଜଗନ୍ନାଥ ସାଗର। ଏଇଟା ଐତିହାସିକ ଜଗନ୍ନାଥ ସାଗର, ଯେମିତିକି ଦମୟନ୍ତୀ ସାଗର। ଏଇଟା ଏକର ଏକର ଲ୍ୟାଣ୍ଡ, ଯାହାକି 100 ଏକରର ଗୋଟେ ସାଗରଟା। ତାର ଯଦି ପ୍ଲାନ କରାଗଲା, ଯେମିତି ଅନ୍ୟ ଅଞ୍ଚଳରେ ସରକାରଙ୍କ ପାଖରେ ମୋ ପୋଖରୀ ଯୋଜନାରେ ବନ୍ଧ ବା ପୋଖରୀ ବା ନଦୀର ପୁନରୁଦ୍ଧାର କରାଯାଉଛି, କିନ୍ତୁ ସେଇ ଆକାରରେ ଜଗନ୍ନାଥ ସାଗରକୁ କରିଦିଆଗଲା, ତୁଳନା କରିଦିଆଗଲା, ଯୋଉଦ୍ୱାରା କି ଆପଣ ଜାତୀୟ ସ୍ତରର ଗୋଟେ ଲେକମ୍ୟାନକୁ ଆଣିକି ଆସିଲେ, ସମସ୍ତ ସ୍ଥିତି ଅନୁଧ୍ୟାନ କଲେ, ଡିପିଆର ପ୍ରସ୍ତୁତ କଲେ, କିନ୍ତୁ କାମ କଣ କଲେ? ଏଇ ପୋଖରୀ ଯୋଜନାରେ ମାତ୍ର, ଯଦି ଆପଣ ଯଦି ଦେଖିବା, ସାଗର କଥା ଯଦି କହୁଛେ, ଆପଣଙ୍କର ଦେଖନ୍ତୁ ଜୟପୁର ସହରରେ ଅନେକ ସାଗର ଅଛି, ନୀଳକଣ୍ଠ ସାଗର, ଗୋବର୍ଦ୍ଧନ ମୁଣ୍ଡା, ଖଜୁରୀ ବନ୍ଧ, ଯାହା ବି ଅଛି। ନୀଳକଣ୍ଠ ସାଗର ଯଦି ତାକୁ 8ରୁ 10 କୋଟି ଟଙ୍କାର ପ୍ରୋଜେକ୍ଟ ହେଇକି କାମ ଚାଲିଛି, ସେଇ ତୁଳନାରେ ଜଗନ୍ନାଥ ସାଗର 10 ଟାଇମ୍ସ ଉପରେ ଅଛି। ତ ସେ ତାହା କେମିତି 14,50,00,000 ଟଙ୍କାରେ ହେଇପାରିବ? ପ୍ରଥମ କଥା ହଉଛି ଯୋଜନା ହିଁ ଭୁଲ ଅଛି ମୋ ପୋଖରୀ ଯୋଜନାରେ। ଆଉ ଯୋଉଟା କହିଲେ ଆପଣ ନିର୍ବାଚନ ମୁଦ୍ଦା 29 କଥା ନାହିଁ, 24 ପାଇଁ ଏଟା ଯୋଜନା କରାଯାଇକି ଯୋଉ କରାଯାଇଥିଲା, ସେ ହିସାବରେ ପୁନରୁଦ୍ଧାର ନାଁରେ ସେଟା ଫ୍ଲପ୍ ହେଇଛି। ଆଉ ଆପଣ ମ୍ୟୁନିସିପାଲିଟି ବି ହାତ ଟେକି ସାରିଛି, ଯେହେତୁ ଏଇଟା ସେମିତି ହୁଏ ନାହିଁ। ଏବେ ସମସ୍ତଙ୍କ ମନରେ ଗୋଟିଏ କଥା, ଏଟାକୁ ସ୍ୱତନ୍ତ୍ର ପ୍ରୋଜେକ୍ଟର ଆବଶ୍ୟକତା ରହିଛି। ଏଭଳି ଭାବେ କାମ କଲେ ହବ ନାହିଁ, ଆକୁ ସ୍ୱତନ୍ତ୍ର ଫୋକସ କରିବା କଥା। ଏହା ପାଇଁ ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀ, ସ୍ୱତନ୍ତ୍ର ଇଞ୍ଜିନିୟର ନିଯୁକ୍ତି ନ କରିବା ପର୍ଯ୍ୟନ୍ତ ସେ ଜଗନ୍ନାଥ ସାଗର ହଉ କି ଆପଣଙ୍କ ଦମୟନ୍ତୀ ସାଗର, ଏମିତିରେ କାମ ହବ ନାହିଁ, ଆଉ ତାର ପୁନରୁଦ୍ଧାର ହେଇପାରିବ ନାହିଁ। ତାହେଲେ ଏଇ ଯୋଉ ଆମର ସାଧାରଣ ଜନତାଙ୍କର ଯୋଉ ଚାପ ବର୍ତ୍ତମାନ ସରକାରଙ୍କ ଉପରେ ରହିବାର ଆବଶ୍ୟକ ଅଛି, ତା ସହିତ ମଧ୍ୟ ପ୍ରଶାସନ ଏବଂ ରାଜନୈତିକ ସ୍ତରରେ ତାକୁ ଆଲୋଚନା କରିବାର ଅଛି, ଏବଂ ଆପଣ ମାନଙ୍କର ଇଏ ଯୋଉ ଅଛି ଆମର ମିଡିଆ, ତାକୁ ସହଯୋଗ କରିବାର ଅଛି, ତାହେଲେ ଯାଇ କିଛି କାମ। ସମସ୍ତ ଗଣମାଧ୍ୟମ, ଛାପା ଗଣମାଧ୍ୟମ, ବୈଦ୍ୟୁତ ଗଣମାଧ୍ୟମ, ଲୋକଙ୍କର କଥାକୁ ନେଇକରି ଯାହା ସ୍ଥିତି ରହିଛି ସମସ୍ତେ ଖବର ପରିବେଷଣ କରୁଛନ୍ତି। ଯେହେତୁ 6 ମାସ ହେଇଛି ଯୋଉ ନୂଆ ସରକାର ଆସିଛନ୍ତି, ବର୍ତ୍ତମାନ ପ୍ରଶାସନ ମଧ୍ୟ, କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ଏଇ ଯୋଉ ଅବ୍ୟବସ୍ଥା, ଏ ଅଭିଯୋଗ ଆସିବା ପରେ ମଧ୍ୟ ସ୍ୱତନ୍ତ୍ର ଭାବେ କିପରି ତାର ପୁନରୁଦ୍ଧାର ହେଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି, ଏବଂ ଦଉଥିବାର କହୁଛନ୍ତି, ଏବଂ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇଥିବାର ଆଉ ଯାହା ସୂଚନା ମିଳିଛି। ଆଉ ଏହାର ସ୍ୱତନ୍ତ୍ର ପ୍ରକଳ୍ପ ହେଲେ ହିଁ ପୁନରୁଦ୍ଧାର ହେଇପାରିବ। ନିଶ୍ଚୟ। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ପଚାରିବି ଯେ, ଆପଣ ଜାଣିଥିବେ ବା ଆମ ଏବେ ଲୋକଲୋଚନକୁ ଆସୁଛି କି ଏମିତି କିଛି ଅଭିଯୋଗ ଆସୁଛି ଯେ ଦଶହରା ପୂଜା ହଉ କି ସେଇ ପର୍ବପର୍ବାଣୀରେ କିଛି ସାମ୍ବାଦିକ ଚାନ୍ଦା ଏମିତି କିଛି ମାଗନ୍ତି ବୋଲି ଶୁଣିବାକୁ ମିଳୁଛି, ୟା ଉପରେ ଆପଣ କଣ କହିବେ? ଦେଖନ୍ତୁ, ସାମ୍ବାଦିକତା ଗୋଟେ ନୋବେଲ ପ୍ରଫେସନ, କିନ୍ତୁ ଏଇ ଯୋଉ ଅଭିଯୋଗ କଥାଟା କହୁଛନ୍ତି, ମୁଁ କେବେ କାହିଁ ଜାଣିନି ଏମିତି କଥା। କିନ୍ତୁ ଏ ଗୋଟେ ସାମ୍ବାଦିକତା ବୃତ୍ତି କରୁଥିବା ମାନେ କିଛି ଗୋଷ୍ଠୀ ବା କିଛି ଲୋକ ଏଟା ବଦନାମ କରିଥାଇ ପାରନ୍ତି, କିନ୍ତୁ ସେମିତି କିଛି ନୁହେଁ।
ଆଉ ବର୍ତ୍ତମାନ ସମୟରେ ଆଉ ଚାନ୍ଦା କିଏ ମାଗିଲା କିଏ ଦେଲା ନ ଦେଇଛି ଏମିତି କାହିଁ ମୋ ଅଭିଯୋଗ ଆସିପାରୁନି, କାହିଁକି ପ୍ରଶାସନ ପୋଲିସ ପ୍ରଶାସନ ସବୁ ସତର୍କ ହେଇକି ଅଛନ୍ତି। ଯଦି ବି ସେମିତି ସାମ୍ନାକୁ ଆସିଛି, ଆପଣ ବି ଯଦି ମନେକର ଆପଣଙ୍କୁ ଯଦି କୌଣସି ସାମ୍ବାଦିକ ଯଦି ମାଗିଛନ୍ତି, ଆପଣ ତୁରନ୍ତ ତାଙ୍କର ପରିଚୟ ନେବା ସହିତ ତାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଆପଣ ଯୋଗାଯୋଗ କରିପାରିବେ, ଯାହାକି ସମ୍ପାଦନା ମଣ୍ଡଳୀ ହଉ କି ସମ୍ପାଦକ ହୁଅନ୍ତୁ କି ମାଲିକଙ୍କୁ ତୁରନ୍ତ ଯୋଗାଯୋଗ କରିପାରିବେ, ଆପଣ ଯୋଗାଯୋଗ କରିପାରିବେ ଆଉ ସେମାନଙ୍କୁ ପଚାରି ଦେଇପାରିବେ ସତ କି। ଯଦି ନାହିଁ ଆପଣ ଯଦି ଏତିକି ବି କରିପାରୁନାହାନ୍ତି, ତୁରନ୍ତ ଲିଖିତ ଅଭିଯୋଗ ବି ଆପଣ ଥାନାରେ ଦେଇପାରିବେ। କିନ୍ତୁ ଏଇଟା ଗୋଟେ ବଦନାମ କରାଯାଉଛି ବୋଲି ମୋର ମତ ବ୍ୟକ୍ତିଗତ। କିଛି ହେଇପାରେ, ଏମିତି କିଛି ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ନଥାଇ ପାରନ୍ତି, ସେମାନେ କିଛି କରିଥାଇ ପାରନ୍ତି, ତଥାପି ପ୍ରଶାସନ ଆକ୍ସନ ନେଇପାରିବେ। ଆପଣ ଯଦି କହୁଛନ୍ତି ଅନାମୀ କିଏ ସାମ୍ବାଦିକ କହିକି ମିଥ୍ୟା ଭାବେ ମଧ୍ୟ କୌଣସି ଫର୍ଜରୀ କାର୍ଡ କରିକିରି ବି ଏମିତି କରିଥାଇ ପାରନ୍ତି, ତୁରନ୍ତ ଯୋଉ ଜାଗାରେ ରହୁଛି, ଆଜି ବି ମୁଁ ନିବେଦନ କରୁଛି ସେମିତି ଅଭିଯୋଗ ଆସୁଛି, ମାନେ ପ୍ରତ୍ୟେକ ସାମ୍ବାଦିକଙ୍କ ଉପରେ ଏଇଟା ମାନେ ଅଭିଯୋଗ ଆସିଲା ଭଳି, ତେଣୁ ତୁରନ୍ତ ଯୋଉ ବ୍ୟକ୍ତି ପାଖରେ ଏମିତି ଘଟଣା ଘଟୁଛି ବା ସଂସ୍ଥା ପାଖରେ ତୁରନ୍ତ ସେମାନେ ଆଇନର ଆଶ୍ରୟ ନେଇପାରିବେ। ଆଚ୍ଛା, ଆଉ ଗୋଟେ କଥା ଆପଣଙ୍କୁ କହିବି, ସବୁବେଳେ ପ୍ରାୟ ଆପଣ ମାନେ ଟିଭିରେ ଆସନ୍ତି ଏବଂ ଆପଣଙ୍କର ପରିବାର ବା ଆପଣଙ୍କର ଯିଏ ସବୁ ଅଛନ୍ତି ସେମାନେ କେତେ ଖୁସି ଆପଣ ସବୁବେଳେ ଟିଭିରେ ଆସନ୍ତି, ସବୁ ଲୋକ ଆପଣଙ୍କୁ ବାହା ବାହା କରନ୍ତି, କେତେ ଖୁସି ଲାଗେ ବା କଣ କହନ୍ତି? ଦେଖନ୍ତୁ, ଏଇଟା ଯଦି କହିବେ ଗୋଟେ ଆଜି ବି ମେମୋରେବଲ ହେଇକି ଅଛି। ଦୀର୍ଘ 17 ବର୍ଷ ହେଇଗଲା ମୁଁ ଗଣମାଧ୍ୟମରେ ଅଛି, କିନ୍ତୁ ଯେତେବେଳେ ମୋର ଗ୍ରାଜୁଏସନ ସରିଲା 2006ରେ, 2006ରୁ ମୁଁ ଯେତେବେଳେ ସାମ୍ବାଦିକତା ପାଠ ପଢିବା ପାଇଁ ଯିବି କହିଲି, ସେତେବେଳେ ବାପା ମତେ କହିଥିଲେ, ଯେହେତୁ ଆମେ ବିଜନେସ କମ୍ୟୁନିଟି, ଘରେ ବାପା ହଉ ଭାଇନା ସମସ୍ତେ ବିଜନେସ କରୁଛନ୍ତି, କଣ ଏଇ ପାଠ ଆମେ ତ ଜାଣିନୁ, କଣ କରିବୁ ପାଠ ପଢିକି, ଗ୍ରାଜୁଏସନ ସରିଗଲା, ତତେ ପାଠ ପଢିବା କେତେ ଖର୍ଚ୍ଚ ହବ, ସେ ଛାଡିଦେ, ମୁଁ 2 ଲକ୍ଷ ଟଙ୍କା ଦେବି, ତ ଗୋଟେ ଭଲ ବିଜନେସ ଏଠି କରେ। ତାହେଲେ ମୁଁ କହିଲି, ଯେହେତୁ ମୁଁ ଏଇ କୋର୍ସ କରିବା ପାଇଁ ବହୁତ ଇଣ୍ଟରେଷ୍ଟେଡ ହେଇଥିଲି, ତେଣୁକରି ମୁଁ କହିଲି ଠିକ ଅଛି, ଏଇଟା ଗୋଟେ ସୁଯୋଗ ଦିଅ ମତେ, ଏଇଟା 2 ବର୍ଷର କୋର୍ସ, ମତେ 2 ଲକ୍ଷ ଦେବେ କହୁଛନ୍ତି, ଏକାଥରେ ନ ଦିଅନ୍ତୁ, ମୁଁ 2 ବର୍ଷ କୋର୍ସ କରିବି, କୋର୍ସ କଲା ପରେ ଯଦି ମୁଁ ଯଦି ସେଥିରେ ସକ୍ସେସ ହେଲି ତ ଭଲ କଥା, ଯଦି ନାହିଁ ମୁଁ ବିଜନେସ ଆସିଯିବି, କିନ୍ତୁ ମତେ ସହଯୋଗ କରନ୍ତୁ। କଲା ପରେ ଘରେ ସେଇ ଅନୁସାରେ ହିଁ 2 ଲକ୍ଷ ଟଙ୍କା ହିଁ ମତେ ଖର୍ଚ୍ଚ ହେଲା, 2006ରୁ 8 ଯେତିକି ଟଙ୍କା ଖର୍ଚ୍ଚ ହେଲା ରହିବା ଖାଇବା ପଢିବା ଭୁବନେଶ୍ୱର ରହିକିରି 2 ଲକ୍ଷ ଟଙ୍କା ଖର୍ଚ୍ଚ ହେଇନି, ତାଠୁ କମ ଖର୍ଚ୍ଚ ହେଲା। ତା ପରବର୍ତ୍ତୀ ସମୟରେ ମୁଁ 2008ରେ ଏ ଓଟିଭି ସଂସ୍ଥାରେ ଜଏନ କଲି। କଲା ପରେ ତାପରେ ମଧ୍ୟ ବି କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ଏତେ କମ ଦରମାରେ କେମିତି ଚଳିବୁ ଭୁବନେଶ୍ୱରରେ, ଇଏ ସେ ସବୁ କଥା କହିଲେ, କିନ୍ତୁ ଯେତେବେଳେ କି 2ରୁ 3 ବର୍ଷ ପରେ ଧୀରେ ଧୀରେ ମୁଁ ଟିଭିରେ ଦେଖା ଆସିଲି, ତାପରେ 2011 ମସିହାରେ ଯେତେବେଳେ ଜୟପୁର ଆସିଗଲି, ତାପରେ ଗୋଟେ ପରେ ଗୋଟେ ନ୍ୟୁଜ ବାଜିବା ପରେ ଲୋକଙ୍କୁ ଯେତେବେଳେ କହିଲା ଆଜି ତମ ବାବୁକୁ ଦେଖିଲୁ ଟିଭିରେ, ଏମିତି ଯୋଉ ଶୁଣିବା ପରେ ସେମାନଙ୍କ ଭିତରେ ଗୋଟେ ଇଚ୍ଛା ଆସିଲା, କଣ ଏମିତି କରୁଛି, ୟା କଥା ସବୁବେଳେ ଲୋକ କହୁଛନ୍ତି, ତ ସେଠୁ ବି ଟିକେ ଖୁସି। ଆଜି ମଧ୍ୟ ସେମାନେ ବହୁତ ଖୁସି ଅଛନ୍ତି, ଯୋଉଟା କି ବାବା ଭାବୁଥିଲେ ଯେ ଏଥିରେ କଣ ଆମେ ଏଇ ଟଙ୍କାରେ କଣ ଦରମାର ଚାକିରି କରିବୁ, ବିଜନେସ କଲେ ଭଲ କଥା, କିନ୍ତୁ ଧୀରେ ଧୀରେ ତାଙ୍କ ମନ ବି ବଦଳିଗଲା, ଏବଂ ଆପଣ ବି ଧୀରେ ଧୀରେ ଆଗକୁ ଉତ୍ସାହିତ ହେଇ କାମ କରିବାର ଆଗ୍ରହ ଆସିଛି। ଧନ୍ୟବାଦ। ଆଜି ଆମ ଅନଫିଲ୍ଟର୍ଡ ୱିଥ୍ ସୁରେଶର ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମୟ ଦେଇଛନ୍ତି ଏବଂ ଆଜିର ଗୋଟେ ଭଲ ଦିନ, ଜାତୀୟ ସାମ୍ବାଦିକ ଦିବସ, ତେଣୁକରି ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ପୁଣି ଥରେ ରହିଲି, ନମସ୍କାର। ଆପଣଙ୍କୁ ଧନ୍ୟବାଦ ସାର୍, ଆପଣ କାର୍ଯ୍ୟକ୍ରମ ସାମିଲ କରିଥିବାରୁ। ଆଉ ଗୋଟେ କଥା, ଆପଣ ସମସ୍ତଙ୍କର ନିଅନ୍ତି ଇଣ୍ଟରଭ୍ୟୁ ନିଅନ୍ତି, ଆଜି ଆପଣ ନିଜେ ଇଣ୍ଟରଭ୍ୟୁରେ ବସିଛନ୍ତି, ସେଇଥିପାଇଁ ଗୋଟେ ବହୁତ ମଜା ଲାଗୁଛି ଆଜିର କଥାବାର୍ତ୍ତା। ଧନ୍ୟବାଦ। ଧନ୍ୟବାଦ ସାର୍।